କିଛି ରୋଜଗାର ନାହିଁ, କିଏ କରିବ? ଦୁଆର ବୁଢା ତ ବସି ରହିଲେ। ଆଉ ଏଠି ତ ମୂର୍ଖ କଲି ନାତିକି କଣ ଖୁଆଇକି କଣ ବଞ୍ଚେଇବି ବୋଲି ହଉଛି। ଦିନକୁ ନଉଛି ଫେଜ କରିଦେ, ହେଇଥିଲେ 300 ଖର୍ଚ୍ଚ ଯାକୁ ନଉଛି, ସେ 300 ଅଟୋ ନଉଛି 300। ହଁ, ବାବୁ ବି ଶୁଣୁନାହାନ୍ତି। ଆଖିରେ ଆଖିଏ ଲୁହ, ଚର୍ମ ଧୁଡୁ ଧୁଡୁ, ଠିକ୍ ସେ ଅଣ୍ଟା ସଳଖି ଠିଆ ମଧ୍ୟ ହୋଇପାରୁନାହାନ୍ତି ଏହି ବୁଢ଼ୀ ମାଉସୀ। ହେଲେ ବୟସର ଅପରାହ୍ନରେ ନିଜର ଭିନ୍ନକ୍ଷମ ପୁଅକୁ ଧରି ସରକାରୀ ଦପ୍ତରକୁ ଦୌଡ଼ିବାରେ ଲାଗିଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅ ଦୁର୍ଘଟଣାରେ ଅକ୍ଷମ ହେବା ପରେ ରାଜ୍ୟ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଭିନ୍ନକ୍ଷମ ଭତ୍ତା ପାଇଁ ସରକାରୀ ଦପ୍ତରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସିନା, ହେଲେ ଏଯାଏଁ କିଛି ସୁଫଳ ମିଳିପାରିନି। ସେପଟେ 80%ରୁ ଅଧିକ ଭିନ୍ନକ୍ଷମକୁ ମାସିକ 3500 ଟଙ୍କା ଭତ୍ତା ପ୍ରଦାନ କରୁଥିବା ସରକାର ଡିଣ୍ଡିମ୍ ପିଟୁଛନ୍ତି। ହେଲେ ଗ୍ରାଉଣ୍ଡରେ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସୋମବାର ଖଣ୍ଡପଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଏଭଳି ଏକ ଅସହାୟ ପରିବାର ନିକଟରେ ପହଞ୍ଚିବା ସହ ସରକାରୀ ଯୋଜନାର ବାସ୍ତବ ଚିତ୍ର ପରଖିଥିଲା ସକାଳ ନ୍ୟୁଜ୍। କିଛି ରୋଜଗାର ନାହିଁ, କିଏ କରିବ? ଦୁଆର ବୁଢା ତ ବସି ରହିଲେ। ଆଉ ଏଠି ତ ମୂର୍ଖ କଲି ନାତିକି କଣ ଖୁଆଇକି କଣ ବଞ୍ଚେଇବି ବୋଲି ହଉଛି। ଦିନକୁ ନଉଛି ଫେଜ କରିଦେ, ହେଇଥିଲେ 300 ଖର୍ଚ୍ଚ ଯାକୁ ନଉଛି, ସେ 300 ଅଟୋ ନଉଛି 300। ହଁ, ବାବୁ ବି ଶୁଣୁନାହାନ୍ତି। ଆମେ ଅଭିଯୋଗ କଲୁ ଯେ ସେ ଆମ କଥା କିଛି ଶୁଣୁନାହାନ୍ତି, କହିଲେ ଆହୁରି 4 ମାସର ଟାଇମ୍ ଦରକାର। ସେଥିପାଇଁ ଆମେ ନିରାଶ ହେଇ ଘରକୁ ଫେରି ଯାଉଛୁ। ମେଡ଼ିକାଲ ଆମେ 10-12 ଲକ୍ଷ ଖର୍ଚ୍ଚ କଲୁନି, ଆମରି ଆର୍ଥିକ ସହାୟତା କମ୍। ବାପାଙ୍କର ଏକମାତ୍ର ରୋଜଗାର, ଆମ ରୋଜଗାର ନାହିଁ। ଆଉ ଆମେ ଏଥିରେ 5 ଜଣ ଚଳୁଥିଲୁ ପରିବାର। ସେଥିପାଇଁ ସରକାର ତରଫରୁ କିଛି ଭତ୍ତା କରିଦେଲେନି। ଆମ ଘରକୁ ଫେରି ଯାଉଛୁ। ଆଉ ସେଥିପାଇଁ ଆମକୁ କିଛି ସରକାର ତରଫରୁ କିଛି ମିଳିଲେ ଉପକୃତ ହେବ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଳଭଦ୍ର ପ୍ରସାଦ ଗ୍ରାମର ବାସିନ୍ଦା 50 ବର୍ଷୀୟ ଭିନ୍ନକ୍ଷମ ପ୍ରଫୁଲ୍ଲ କୁମାର ଦଳେଇ ପ୍ରାୟ 90% ଶାରୀରିକ ଅକ୍ଷମ। ହୁଇଲ୍ ଚେୟାରରେ ଦିନ କଟୁଥିବା ବେଳେ ଠିକ୍ ସେ କଥା ମଧ୍ୟ କହିପାରୁନାହାନ୍ତି ପ୍ରଫୁଲ୍ଲ। ଗତ 1 ବର୍ଷ ତଳେ ଦଶପଲ୍ଲା ନିକଟରେ ପ୍ରଫୁଲ୍ଲ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର 2ଟି ଯାକ ଗୋଡ଼ ଏବଂ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ମଧ୍ୟ ଏଯାବତ୍ ସେ ଠିକ୍ ସେ ଚାଲି ପାରୁନାହାନ୍ତି କି କଥା ମଧ୍ୟ କହିପାରୁନାହାନ୍ତି। ପରିବାର କହିଲେ ଘରେ ବୃଦ୍ଧ ବାପା ମା, ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଝିଅକୁ ମିଶାଇ 6 ପ୍ରାଣୀର କୁଟୁମ୍ବ। ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଭାବେ ପୁଅ ଝିଅକୁ ପାଠ ପଢ଼ାଇବା ସହିତ 6 ଜଣଙ୍କ ମୁହଁରେ ଆହାର ଦେଉଥିଲେ ପ୍ରଫୁଲ୍ଲ। ହେଲେ ଗୋଟିଏ ଦୁର୍ଘଟଣା ତାଙ୍କର ସୁନା ସଂସାରକୁ ଛାରଖାର କରିଦେଲା। ଯେଉଁ ସମୟରେ ବୃଦ୍ଧ ବାପା ମାଙ୍କୁ ପୋଷିବା କଥା, ଏବେ ସେମାନଙ୍କ ଉପରେ ଏକ ପ୍ରକାରର ବୋଝ ପାଲଟି ଯାଇଛନ୍ତି ପ୍ରଫୁଲ୍ଲ। ସରକାରୀ ସହାୟତା ତ ଦୂରର କଥା, ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ଅଛନ୍ତି ସେ। ତେଣୁ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସି ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏନେଇ ଜିଲ୍ଲା ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକଙ୍କୁ ପଚାରିବାରୁ 1 ସପ୍ତାହ ମଧ୍ୟରେ ତାଙ୍କର ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ଦେଖନ୍ତୁ, ସେଇଟା ଆମେ ଯେତେବେଳେ ଜାଣିଲୁ, ସେଇଟା ତାଙ୍କର ଯେଉଁ ଆପ୍ଲାଏ କରିଛନ୍ତି ହ୍ୟାଣ୍ଡିକ୍ୟାପ୍ ଭତ୍ତା ପାଇଁ, ସେଇଟା ବର୍ତ୍ତମାନ ସୁଦ୍ଧା ମାନେ ଆମର ବ୍ଲକ ଲେଭେଲରୁ ରେକମେଣ୍ଡେସନ୍ ହେଇନି। ଆମେ ବର୍ତ୍ତମାନ ସେମାନଙ୍କୁ କହିଲୁ ରେକମେଣ୍ଡେସନ୍ କରନ୍ତୁ। କଲା ପରେ ଆମେ ସାଙ୍ଗେ ସାଙ୍ଗେ ଏଇ 2-3 ଭିତରେ, 1 ୱିକ୍ ଭିତରେ ତା କରିକି ଆମେ ନିଶ୍ଚିତ ଭାବେ ତାକୁ ଦେଇଦେବା ପାଇଁ ବ୍ୟବସ୍ଥା କରୁଛୁ। 80%ରୁ ଅଧିକ ଭିନ୍ନକ୍ଷମକୁ ମାସିକ 3500 ଟଙ୍କା ଭତ୍ତା ପ୍ରଦାନ କରୁଥିବା ସରକାର ଡିଣ୍ଡିମ୍ ପିଟୁଛନ୍ତି। ହେଲେ ଗ୍ରାଉଣ୍ଡରେ ସ୍ଥିତି କିନ୍ତୁ ଅଲଗା।
प्रफुल्लଙ୍କ କାହାଣୀ ଶୁଣିଲେ ଆପଣମାନେ ନିଶ୍ଚୟ ଜାଣିପାରିବେ ଯେ ସରକାର ଘୋଷଣା କରୁଥିବା ଯୋଜନା ବାସ୍ତବରେ କେତେ ବାଟବଣା। ଖଣ୍ଡପଡ଼ାରୁ ଜନ୍ମଞ୍ଜୟ ଦଳେଇଙ୍କ ରିପୋର୍ଟ, ସକାଳ ନ୍ୟୁଜ୍।